ରାସନ କାର୍ଡଧାରୀଙ୍କ ପାଇଁ ଆସିଲା ଖୁସି ଖବର। ଏଣିକି ଲମ୍ବା ଲାଇନ୍ରୁ ମିଳିବ ମୁକ୍ତି। ଏଟିଏମ୍ କାର୍ଡରେ ମିଳିବ ରାସନ। ଏବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟ୍ଟି ଆସନ୍ତୁ ଜାଣିବା। ତା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ରଖନ୍ତୁ ଏମିତି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସବୁଠୁ ପ୍ରଥମେ ପାଇବା ପାଇଁ। ସମଗ୍ର ଦେଶରେ ରାସନ ବ୍ୟବସ୍ଥାର ସୁପରିଚାଳନା ପାଇଁ ସରକାର ବହୁ ପଦକ୍ଷେପ ଗ୍ରହଣ କରୁଛନ୍ତି। ତେବେ ନିକଟରେ ସରକାର କିଛି ଏମିତି ସୁବିଧା ଲାଗୁ କରିଛନ୍ତି ଯାହାପରେ ଏଣିକି ରାସନ କାର୍ଡଧାରୀମାନେ ଆଉ ଦୋକାନରେ ଧାଡ଼ି ଲଗାଇ ରାସନ ଆଣିବାର ଆବଶ୍ୟକତା ନାହିଁ। ସମସ୍ତ ରାସନ କାର୍ଡଧାରୀମାନେ ଏବେଠୁ ଦେଶର ଯେକୌଣସି ସ୍ଥାନରୁ ନିଜର ରାସନ ସାମଗ୍ରୀ ଉଠାଇ ପାରିବେ। ଏମିତିକି ଆପଣ ନିଜ ଇଚ୍ଛା ମୁତାବକ ଅଲଗା ଅଲଗା ରାସନ ପଏଣ୍ଟରୁ ନିଜ ନିଜ ହିସାବରେ ଗହମ କିମ୍ବା ଚାଉଳ ଉଠାଇ ପାରିବେ। ଏହି ପରିବର୍ତ୍ତନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଯେ ଆପଣଙ୍କୁ ଆଉ ରାସନ ପାଇଁ ଲମ୍ବା ଧାଡ଼ିରେ ଠିଆ ହେବା, ମେସିନରେ ଆପଣଙ୍କ ଆଙ୍ଗୁଠି ଚିହ୍ନ କାର୍ଯ୍ୟକାରୀ ନ ହେବା କିମ୍ବା ଦୋକାନରେ ଶସ୍ୟ ଅଭାବ ଯୋଗୁଁ ଆପଣଙ୍କର ପୂର୍ଣ୍ଣ ରାସନ ନ ପାଇବା ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଏବେ ଆପଣଙ୍କ ଆବଶ୍ୟକତା ଅନୁସାରେ ଆପଣ ଗୋଟିଏ ଦୋକାନରୁ ଗହମ ଏବଂ ଅନ୍ୟ ଦୋକାନରୁ ଚାଉଳ କିଣିପାରିବେ। ଆଉ ଏହି ସୂଚନା କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଏଲ୍ ବର୍ମା ଦେଇଛନ୍ତି। କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଏଲ୍ ବର୍ମା ତାଙ୍କ ପୋଷ୍ଟରେ କହିଛନ୍ତି ଯେ ସରକାର ଗୋଟିଏ ରାଷ୍ଟ୍ର ଗୋଟିଏ ରାସନ କାର୍ଡ ଯୋଜନା ଅଧୀନରେ ରାସନ ବଣ୍ଟନକୁ ସରଳ କରିବା ପାଇଁ କାମ କରୁଛନ୍ତି। ଏହି ଯୋଜନା ମାଧ୍ୟମରେ ରାସନ କାର୍ଡ ଧାରକମାନେ ସେମାନଙ୍କ ସୁବିଧା ଅନୁସାରେ ବିଭିନ୍ନ ସ୍ଥାନରୁ ସେମାନଙ୍କର ରାସନର ବିଭିନ୍ନ ଅଂଶ ସଂଗ୍ରହ କରିପାରିବେ। ଆପଣ ଦେଶର ଯେକୌଣସି ସ୍ଥାନରୁ ଏହି ସୁବିଧାର ଲାଭ ଉଠାଇ ପାରିବେ। ଏହି ସୁବିଧାଟି ଏକ ଏଟିଏମ୍ ପରି କାମ କରେ। ଯେପରି ଆପଣ ଆବଶ୍ୟକ ହେଲେ ଯେକୌଣସି ଏଟିଏମ୍ରୁ ଟଙ୍କା ଉଠାଇ ପାରିବେ, ସେହିପରି ଆପଣ ଦେଶର ଯେକୌଣସି କୋଣରୁ ଆପଣଙ୍କର ରାସନ ମଧ୍ୟ ପାଇପାରିବେ। ଏବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟ୍ଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ।